ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନ, ଅଧିକ କଲରା ଖାଇଲେ କେଉଁ ରୋଗ ହୋଇନଥାଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ କ୍ୟାନ୍ସର ରୋଗ, ଅପସନ ବି ଥାଇରଏଡ ରୋଗ, ଅପସନ ସି ଚର୍ମ ରୋଗ, ଅପସନ ଡି ବ୍ଲଡ ପ୍ରେସର ରୋଗ। ସାଙ୍ଗମାନେ ଆମ ଭିଡ଼ିଓଟିକୁ ଯଦି ପ୍ରଥମ ଥର ଦେଖୁଛନ୍ତି ଲାଇକ୍ କରିଦିଅନ୍ତୁ। ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ସାଙ୍ଗମାନେ ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ଶେଷ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ସି ଚର୍ମ ରୋଗ। ଅଧିକ କଲରା ଖାଇଲେ ଚର୍ମ ରୋଗ ହୋଇନଥାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। କେଉଁ ପରିବା ଖାଇଲେ ମଣିଷର ରକ୍ତ ସଫା ରହିଥାଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ ମୂଳା, ଅପସନ ବି ଗାଜର, ଅପସନ ସି ଟମାଟୋ, ଅପସନ ଡି ବାଇଗଣ। ସାଙ୍ଗମାନେ ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ସରିଯାଇଛି। ଚାଲନ୍ତୁ ଦେଖିବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ଏ ମୂଳା। ମୂଳା ଖାଇଲେ ମଣିଷର ରକ୍ତ ସଫା ରହିଥାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। କେଉଁ ଚା ପିଇଲେ ପେଟର ଚର୍ବି ଖୁବ୍ ଶୀଘ୍ର କମିଯାଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ କ୍ଷୀର ଚା, ଅପସନ ବି ଲେମ୍ବୁ ଚା, ଅପସନ ସି ହଳଦୀ ଚା, ଅପସନ ଡି ଡାଲଚିନି ଚା। ସାଙ୍ଗମାନେ ପ୍ରତିଟି ପ୍ରଶ୍ନ ପାଇଁ 5 ସେକେଣ୍ଡ ଟାଇମ୍ ରହିଛି। ଆପଣମାନେ ଯଦି ଏହାର ଉତ୍ତର ଜଣାଅଛି କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ଶେଷ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ବି ଲେମ୍ବୁ ଚା। ଲେମ୍ବୁ ଚା ପିଇଲେ ପେଟର ଚର୍ବି ଖୁବ୍ ଶୀଘ୍ର କମିଯାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। କେଉଁ ଫଳର ରସ ଜଲ୍ଦି ଖରାପ ହୁଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ ସେଉ, ଅପସନ ବି ଆଖୁ, ଅପସନ ସି କମଳା, ଅପସନ ଡି କଦଳୀ। ସାଙ୍ଗମାନେ ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ଶେଷ ହୋଇସାରିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ବି ଆଖୁ। ଆଖୁ ରସ ଜଲ୍ଦି ଖରାପ ହୋଇଯାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। କେଉଁ ପତ୍ର ଖାଇଲେ ମଳକଣ୍ଟକ ରୋଗ ପୁରା ଠିକ୍ ହୋଇଯାଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ ନିମ୍ବ ପତ୍ର, ଅପସନ ବି ତୁଳସୀ ପତ୍ର, ଅପସନ ସି ବେଲପତ୍ର, ଅପସନ ଡି ତେନ୍ତୁଳି ପତ୍ର। ସାଙ୍ଗମାନେ ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ଶେଷ ହୋଇସାରିଛି। ଚାଲନ୍ତୁ ଦେଖିବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ଡି ତେନ୍ତୁଳି ପତ୍ର। ତେନ୍ତୁଳି ପତ୍ର ଖାଇଲେ ମଳକଣ୍ଟକ ରୋଗ ପୁରା ଠିକ୍ ହୋଇଯାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। କଲରା ଜୁସ୍ ପିଇଲେ କେଉଁ ରୋଗ ଦୂର ହୋଇଯାଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ କ୍ୟାନ୍ସର ରୋଗ, ଅପସନ ବି ହଇଜା ରୋଗ, ଅପସନ ସି ଡାଇରିଆ ରୋଗ, ଅପସନ ଡି ସୁଗାର ରୋଗ। ସାଙ୍ଗମାନେ ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ସରିଯାଇଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ ଡି ସୁଗାର ରୋଗ। କଲରା ଜୁସ୍ ପିଇଲେ ସୁଗାର ରୋଗ ଦୂର ହୋଇଥାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ।
ଫଳମାନଙ୍କର ରାଜା କାହାକୁ କୁହାଯାଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ ଆମ୍ବ, ଅପସନ ବି ସେଉ, ଅପସନ ସି ସପୁରୀ, ଅପସନ ଡି କମଳା। ସାଙ୍ଗମାନେ ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ଶେଷ ହୋଇସାରିଛି। ଚାଲନ୍ତୁ ଦେଖିବା ଏହାର ସଠିକ ଉତ୍ତରଟି କ'ଣ ରହିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଆମ୍ବ। ଫଳମାନଙ୍କର ରାଜା ଆମ୍ବକୁ କୁହାଯାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। ସବୁଠାରୁ ପ୍ରଥମ ନୋଟ ବିଶ୍ୱର କେଉଁ ଦେଶ ବନାଇଥିଲା? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ ଚୀନ, ଅପସନ ବି ଭାରତ, ଅପସନ ସି ଜାପାନ, ଅପସନ ଡି ଆମେରିକା। ସାଙ୍ଗମାନେ ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଚୀନ। ପ୍ରଥମେ ନୋଟ ବିଶ୍ୱର ଚୀନ ଦେଶ ବନାଇଥିଲା। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। ଗଜାମୁଗ ଖାଇବା ଦ୍ୱାରା କେଉଁ ରୋଗ ଦୂର ହୋଇଯାଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ ଅର୍ଶ ରୋଗ, ଅପସନ ବି ମଧୁମେହ ରୋଗ, ଅପସନ ସି ଥାଇରଏଡ୍ ରୋଗ, ଅପସନ ଡି ପେଟ ରୋଗ। ସାଙ୍ଗମାନେ ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତର ଦେଖିବା ଆଗରୁ ଭିଡ଼ିଓଟିକୁ ଲାଇକ୍ ନ କରିଥିଲେ ଲାଇକ୍ କରିଦିଅନ୍ତୁ। ଆପଣମାନେ କେଉଁ ଜିଲ୍ଲାରୁ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଏହାର ସଠିକ ଉତ୍ତର ହେଉଛି ଅପସନ ଡି ପେଟ ରୋଗ। ଗଜାମୁଗ ଖାଇବା ଦ୍ୱାରା ପେଟ ରୋଗ ଦୂର ହୋଇଯାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। କେଉଁ ଜୀବ ମୁହଁ ବାଟେ ମଳତ୍ୟାଗ କରିଥାଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ ବାଦୁଡ଼ି, ଅପସନ ବି ଜୋକ, ଅପସନ ସି ଶୁଆ, ଅପସନ ଡି ହରିଣ। ସାଙ୍ଗମାନେ ଏହାର ସଠିକ ଉତ୍ତର ଯଦି ଜଣାଅଛି ଜଲ୍ଦି 5 ସେକେଣ୍ଡ ଭିତରେ କମେଣ୍ଟ କରିଦିଅନ୍ତୁ। ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ବାଦୁଡ଼ି। ବାଦୁଡ଼ି ଜୀବ ମୁହଁ ବାଟେ ମଳତ୍ୟାଗ କରିଥାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। ପରିବାମାନଙ୍କର ରାଜା କାହାକୁ କୁହାଯାଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ ଭେଣ୍ଡି, ଅପସନ ବି କଲରା, ଅପସନ ସି ଗାଜର, ଅପସନ ଡି ବାଇଗଣ। ସାଙ୍ଗମାନେ ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ବାଇଗଣ। ପରିବାମାନଙ୍କର ରାଜା ବାଇଗଣକୁ କୁହାଯାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। କେଉଁ ଜୀବ ଚକୋଲେଟ୍ ଖାଇଲେ ତାର ମୃତ୍ୟୁ ହୋଇଯାଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ ବିଲେଇ, ଅପସନ ବି ଶୁଆ, ଅପସନ ସି କୁକୁର, ଅପସନ ଡି ଠେକୁଆ। ସାଙ୍ଗମାନେ ସମୟଟି ଆରମ୍ଭ ହେଉଛି ଏବେଠାରୁ। ସାଙ୍ଗମାନେ ସମୟଟି ଶେଷ ହୋଇସାରିଛି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି କୁକୁର। କୁକୁର ଜୀବ ଯିଏକି ଚକୋଲେଟ୍ ଖାଇଲେ ତାର ମୃତ୍ୟୁ ହୋଇଯାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। କେଉଁ ଗଛ ସାପର ବିଷକୁ ତୁରନ୍ତ ବାହାର କରିଦିଏ? ସାଙ୍ଗମାନେ ଅପସନ ଗୁଡ଼ିକ ହେଉଛି ଅପସନ ଏ ବେଲଗଛ, ଅପସନ ବି କାଙ୍କଡ଼ ଗଛ, ଅପସନ ସି ନିମ୍ବ ଗଛ, ଅପସନ ଡି ତୁଳସୀ ଗଛ। ସାଙ୍ଗମାନେ ସମୟଟି ଆରମ୍ଭ ହେଉଛି ଏବେଠାରୁ।
ସାଙ୍ଗମାନେ ସମୟଟି ଶେଷ ହୋଇସାରିଛି। ଏହାର ସଠିକ୍ ଉତ୍ତର ଦେଖିବା ଆଗରୁ ଭିଡ଼ିଓଟିକୁ ଲାଇକ୍ ନ କରିଥିଲେ ଲାଇକ୍ କରିଦିଅନ୍ତୁ। ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ମୁଁ ଭିଡ଼ିଓ ଅପଲୋଡ଼ କଲେ ଆପଣମାନେ ସର୍ବପ୍ରଥମେ ଏହାର ନୋଟିଫିକେସନ୍ ପାଇପାରିବେ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କାଙ୍କଡ଼ ଗଛ। କାଙ୍କଡ଼ ଗଛ ସାପର ବିଷକୁ ତୁରନ୍ତ ବାହାର କରିଦିଏ। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ଯାଏ ଦେଖିଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।